7 ମାର୍ଚ୍ଚ 2025 ଶୁକ୍ରବାର ଦିନ। ଚୁପଚାପ ଆପଣଙ୍କ ଘରର ଏହି ଜାଗାରେ 5ଟି ଗୋଲମରିଚକୁ ପକେଇ ଦିଅନ୍ତୁ। ଦେଖିବେ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ନା କେବଳ ଆପଣଙ୍କ ଜୀବନରେ ଧନର ବର୍ଷା ହେବ, ବରଂ ଆପଣ କରୋଡ଼ପତି ବନିଯିବେ। ଖୁସିରେ ଭରିଯିବ ଆପଣଙ୍କର ଘର। ଆପଣଙ୍କର ପ୍ରତ୍ୟେକ ମନସ୍କାମନା ପୂର୍ଣ୍ଣ ହୋଇଯିବ। ତୁରନ୍ତର ବଢିବାକୁ ଲାଗିବ ଆପଣଙ୍କର ବ୍ୟାଙ୍କ ବାଲାନ୍ସ। ବିଜନେସ ଚାକିରିରେ ଆପଣଙ୍କର କାରବାରରେ ଦିନ ରାତି ଇନକମ୍ କରିବେ। ଏତେ ପଇସା ଆସିବ ଯେ ଆପଣମାନେ ସମ୍ଭାଳି ପାରିବେ ନାହିଁ। କାହିଁକି ନା ଏହି ଶୁକ୍ରବାର ଦିନଟି ହୋଲି ଅଷ୍ଟମୀ ଆରମ୍ଭ ହେଉଛି। ଏହି ଦିନ ବହୁତ ସାରା ଶୁଭ ସଂଯୋଗ ନିର୍ମାଣ ହେଉଅଛି, ଯାହାକି ଅନେକ ବର୍ଷ ପରେ ଏହି ଶୁଭ ସଂଯୋଗ ଆସିଅଛି। ଏଥିପାଇଁ ଦର୍ଶକ ବନ୍ଧୁ, ଏହି ଦିନର ମହତ୍ତ୍ୱ ଅଧିକ ହିଁ ବଡ଼ ହୋଇଥାଏ। ଆଉ ଏହି ଦିନ ଆପଣଙ୍କୁ 5ଟି ଗୋଲମରିଚ ଦାନା ବାଲା ଉପାୟକୁ ଆପଣ ନିହାତି କରିବା ଦରକାର। ତେଣୁ ଏହି ଉପାୟକୁ ଆପଣ କେଉଁଠି କରିବେ, କେବେ କରିବେ, କିପରି କରିବେ ଏବଂ ଉପାୟକୁ କରିବା ସମୟରେ ଆପଣ କେଉଁ କେଉଁ କଥାକୁ ଧ୍ୟାନ ରଖିବେ, ଏ ସବୁ କଥା ଆମେ ଆପଣଙ୍କୁ ଏହି ଭିଡିଓ ମାଧ୍ୟମରେ ଜଣାଇବୁ। ତେବେ ଚାଲନ୍ତୁ ଭିଡିଓଟିକୁ ଆଗକୁ ବଢାଇବା। ଏହି ଦିନଟି ଏତେ ଖାସ୍ ହୋଇଥାଏ, ଏତେ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ, ଯଦି ଆପଣ ଏହି ଉପାୟକୁ 7 ମାର୍ଚ୍ଚ 2025 ଶୁକ୍ରବାର ଦିନ ହୋଲି ଅଷ୍ଟମୀ ଆରମ୍ଭ ଦିନରେ ହିଁ କରିବାକୁ ଚାହୁଁଛନ୍ତି, ତ ଆପଣ ଏହି ଉପାୟକୁ ପ୍ରଥମେ ଭଲସେ ବୁଝନ୍ତୁ, ତାପରେ ଏହି ଉପାୟକୁ ଆପଣ କରିବେ। ନିଶ୍ଚିନ୍ତ ରୂପରେ ଆପଣଙ୍କୁ ଏହି ଉପାୟର ଫଳ ମିଳିଯିବ। ଆଉ ଏହି ଉପାୟକୁ କରିବା ପରେ ଆପଣଙ୍କ ଘରେ କୌଣସି ପ୍ରକାରର ଦୁଃଖ ହେଉ, କଷ୍ଟ ହେଉ, ସମସ୍ୟା ଯଦି ଚାଲୁଥାଏ, ପିତୃଦୋଷ, ମଙ୍ଗଳ ଦୋଷ, ବାସ୍ତୁ ଦୋଷ, ଏହିପରି ଅନେକ ଦୋଷ ଯଦି ଆପଣଙ୍କ ଘରେ ଆପଣଙ୍କ କୁଣ୍ଡଳୀରେ ଚାଲୁଥାଏ, ତେବେ ଆପଣ ଏହି ଉପାୟକୁ କରିବା ପରେ ଆପଣ ନିଜେ ଦେଖିବେ କିପରି ଆପଣଙ୍କ ଜୀବନରେ ଏସବୁ ତୁରନ୍ତ ଦୂର ହୋଇଯିବ। ଏହି ଉପାୟକୁ ଆପଣ 7 ମାର୍ଚ୍ଚ ଶୁକ୍ରବାର ଦିନ ସକାଳେ କରିପାରିବେ ଏବଂ ସନ୍ଧ୍ୟାରେ ପ୍ରଦୋଷ କାଳରେ ବି କରିପାରିବେ। ଯେବେ ଶୁକ୍ରବାର ଦିନ ହୋଲିଷ୍ଟମୀର ଆରମ୍ଭ ହେବ, ତ ଆପଣମାନେ ମାତ୍ର 5ଟି ଗୋଲମରିଚ ବାଲା ଉପାୟକୁ କରିଦେବେ। ଏହା ଆପଣଙ୍କ ଜୀବନରେ ଯଦି ଧନ ବୈଭବର ସମସ୍ୟା ଚାଲୁଥାଏ, ଯଦି ଆପଣଙ୍କର ଟଙ୍କା ପଇସା ପାଇଁ ବହୁତ ଅଧିକ ଚିନ୍ତାରେ ଥାନ୍ତି, ଆର୍ଥିକ ସମସ୍ୟା ଚାଲୁଥାଏ, ଅନେକ ଥର ଆପଣ ବହୁତ ଚେଷ୍ଟା କରିଥାନ୍ତି, ପରିଶ୍ରମ ବହୁତ କରିଥାନ୍ତି, କିନ୍ତୁ ଆପଣଙ୍କୁ ଧନ ପ୍ରାପ୍ତି ହୋଇପାରି ନଥାଏ। ଆପଣ ପରିଶ୍ରମ କଲା ପରେ ମଧ୍ୟ ସଫଳ ହୋଇପାରନ୍ତି ନାହିଁ। ଆପଣ ଆପଣଙ୍କର ବ୍ୟାପାରରେ ଅସଫଳ ହୋଇଯାଆନ୍ତି। ଚାକିରି ପାଇବାରେ ବି ଆପଣ ଅସଫଳ ହୋଇଯାଆନ୍ତି। କୌଣସି କାର୍ଯ୍ୟରେ ଯଦି ଆପଣ ଅସଫଳ ହେଉଛନ୍ତି କିମ୍ବା ଆପଣଙ୍କୁ ଧନର ହାନି ହେଉଅଛି, ତ ଆପଣ ଏହି ଛୋଟିଆ ଉପାୟକୁ ଏହି ଶୁକ୍ରବାର ଦିନ ତ୍ରୟୋଦଶୀ ତିଥିରେ ଜରୁର କରିଦେବା ଉଚିତ। କିନ୍ତୁ ତା ପୂର୍ବରୁ ଆପଣଙ୍କୁ ଆମ ତରଫରୁ ଗୋଟିଏ ପ୍ରାର୍ଥନା, ଯଦି ଆପଣ ଆମ ଚ୍ୟାନେଲରେ ନୂଆ ଅଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି, ସେମିତି ହିଁ ଆମ ଚ୍ୟାନେଲରେ ଭିଡିଓ ଦେଖୁଛନ୍ତି, ତ କୃପା କରି ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ କରି ଭିଡିଓଟି ଯଦି ଆପଣଙ୍କୁ ପସନ୍ଦ ଆସିବ, ତେବେ ଭିଡିଓଟିକୁ ଗୋଟେ ଲାଇକ୍ ଜରୁର କରିଦିଅନ୍ତୁ। ଏହି ଭିଡିଓରେ ଆପଣ ଧନ ପ୍ରାପ୍ତି ହେବା ପାଇଁ ଉପାୟ ଜଣାଇବୁ, ଆପଣଙ୍କର ମନସ୍କାମନା ପୂର୍ଣ୍ଣ ପାଇଁ ଉପାୟ ଜଣାଇବୁ। ଜୀବନରେ ଯଦି କୌଣସି ବି ସଙ୍କଟ ସମସ୍ୟା ଚାଲୁଥାଏ, ତେବେ ତାହା ଦୂର କରିବା ପାଇଁ ଆମେ ଆପଣଙ୍କୁ ଉପାୟ ଜଣାଇବୁ। ଏବେ ଚାଲନ୍ତୁ ଜାଣିବା ସବୁଠୁ ପ୍ରଥମ ଉପାୟ। ଏହି ଉପାୟ ପାଇଁ ଆପଣଙ୍କୁ 5ଟି ଗୋଲମରିଚ ଦରକାର ପଡ଼ିବ। ଏହି 5ଟି ଗୋଲମରିଚକୁ ଶୁକ୍ରବାର ଦିନ ରାତିରେ ଶୋଇବା ପୂର୍ବରୁ ଚୁପଚାପ ଆପଣଙ୍କ ଘରର ଏହି ଜାଗାରେ ଜଳାଇ ଦେବେ। ଦେଖିବେ ଯେତେ ବଡ଼ ଶତ୍ରୁ ବି ଆପଣଙ୍କର ଥିବେ, ଆପଣଙ୍କ ଠାରୁ ମୁକ୍ତି ମିଳିଯିବ। ଯଦି ଆପଣଙ୍କର ଘରେ ଧନର କମି ଅଧିକ ଥାଏ, ଆପଣଙ୍କ ଘରେ ପଇସା ରହୁନଥାଏ, ନଜର ଦୋଷ ଯଦି ଲୋକଙ୍କୁ ଲାଗି ଯାଇଥାଏ, ଘରେ ଆପଣଙ୍କର ଯେତେ ବି ସଦସ୍ୟ ଅଛନ୍ତି ସବୁବେଳେ କିଛି ନା କିଛି ରୋଗରେ ପଡ଼ିଥାନ୍ତି ଏବଂ ଆପଣଙ୍କ ଘରେ ପଇସାର ବର୍ବାଦୀ ଯଦି ଅଧିକ ହୋଇଥାଏ, ତ ଶୁକ୍ରବାର ଦିନ 5ଟି ଗୋଲମରିଚକୁ ଆପଣଙ୍କ ଘରେ ଜଳାଇ ଦେବା ଦ୍ୱାରା ଆପଣ ଆପଣଙ୍କର ଜୀବନରେ ସବୁ ଦୁଃଖରୁ ସବୁବେଳ ପାଇଁ ମୁକ୍ତି ପାଇଯିବେ। ଯଦି ଏହି ଉପାୟକୁ ଆପଣ ଶୁକ୍ରବାର ଦିନ କରିଦେବେ, ତେବେ ଆପଣଙ୍କ ଜୀବନରେ ଯଦି ସବୁବେଳେ ସମସ୍ୟା ଘେରି ରହିଥାଏ, ଏହି ପରିସ୍ଥିତିରେ ଆପଣ ଗୋଲମରିଚ ଉପାୟକୁ ନିହାତି କରିବା ଦରକାର। କାହିଁକି ନା ଗୋଲମରିଚ ଉପାୟ ସବୁଠୁ ପ୍ରଥମେ ଏହା ତାର ତୁରନ୍ତ ଚମତ୍କାର ଦେଖାଇଥାଏ। ଦ୍ୱିତୀୟ ଜିନିଷ, ଏହା ଆପଣଙ୍କର ଗୁପ୍ତ ଶତ୍ରୁ ଠାରୁ ବି ଆପଣଙ୍କୁ ମୁକ୍ତି ଦେଇଥାଏ ଏବଂ କେବେ ବି ଆପଣଙ୍କର ନଜର ଦୋଷରେ ଘାଣ୍ଟିବାକୁ ଆଉ ଦେଇନଥାଏ। ଆପଣ 5ଟି ଗୋଲମରିଚ ନେବେ, ଭଙ୍ଗା ଟୁଟା ଗୋଲମରିଚ ନେବେ ନାହିଁ, ଗୋଟା ଗୋଲମରିଚ ନେବେ। ଏହା ସହ ଗୋଟିଏ କର୍ପୂର ଖଣ୍ଡ ନେବେ। 5ଟି ଗୋଲମରିଚକୁ ଏବଂ କର୍ପୂରକୁ ଆପଣଙ୍କ ଘରର କୌଣସି ଏକ କୋଣରେ ରଖି ଜଳାଇ ଦେବେ। ଆପଣଙ୍କ ଘରର କୌଣସି ବି ରୁମରେ ଗୋଟିଏ କୋଣରେ ଏହି 5ଟି ଗୋଲମରିଚ ଓ କର୍ପୂର ଖଣ୍ଡକୁ ମିଶାଇକି
ଜଳାଇ ଦେବେ। ଏହାପରେ ଜଳି ଯାଇଥିବା ସେହି କର୍ପୂର ଓ ଗୋଲମରିଚକୁ ଆପଣଙ୍କର ଘରର ବାହାରକୁ ଫୋପାଡ଼ି ଦେବେ। ଦେଖନ୍ତୁ, ଯେତେବେଳେ ଗୋଲମରିଚ ଓ କର୍ପୂର ମିଶେଇକି ଜଳାଇ ଦେବେ, ଆପଣଙ୍କ ଜୀବନରେ ବଡ଼ ଚମତ୍କାର ଘଟିବ। ଆପଣ ନିଜେ ଦେଖିବେ ଆପଣଙ୍କ ଘରେ ଯେଉଁ ଧନର ସମସ୍ୟା ଚାଲିଥିଲା, ଯଦି ପଇସା ଆପଣଙ୍କ ଘରକୁ ଆସୁନଥିଲା କିମ୍ବା ଆପଣଙ୍କ ଘରେ ଯେଉଁ ସଦସ୍ୟ ସବୁବେଳେ ବେମାରୀରେ ପଡୁଥିଲେ କିମ୍ବା ଆପଣଙ୍କ ଘରେ ସବୁବେଳେ କଳି ଝଗଡ଼ା ଲାଗି ରହୁଥିଲା, ତ ଏହି ଜିନିଷ ଆପଣଙ୍କ ଘରୁ ତୁରନ୍ତରୁ ତୁରନ୍ତ ଦୂର କରିଦେବ। ଏବଂ ନଜର ଦୋଷ ଯଦି କୌଣସି ବ୍ୟକ୍ତିଙ୍କୁ ଲାଗିଥାଏ ତାହା ବି ଦୂର ହୋଇଯିବ ଏବଂ ଆପଣଙ୍କର ଗୁପ୍ତ ଶତ୍ରୁ ଆପଣଙ୍କର କିଛି ବି କ୍ଷତି କରିପାରିବେ ନାହିଁ। ଯେବେ କର୍ପୂର ସହିତ 5ଟି ଗୋଲମରିଚକୁ ଆପଣ ଆପଣଙ୍କ ଘରେ ଜଳାଇଥାନ୍ତି, କାରଣ କଳା ରଙ୍ଗର ଯେଉଁ ବସ୍ତୁ ଏହା ଭଗବାନ ଶନିଦେବଙ୍କ ସହ ଜଡ଼ିତ ହୋଇଥାଏ। ଗୋଲମରିଚ ଯେତେ ବି ଉପାୟ ଥାଏ, ସବୁଠୁ ପ୍ରଥମେ ଏହା ତାର ଚମତ୍କାର ଦେଖାଇଥାଏ। ବହୁତ ଜଲ୍ଦି ଏହି ଉପାୟ ସଫଳ ହେଇଥାଏ। ଆପଣଙ୍କ ଘରେ କେବେ ବି ନକାରାତ୍ମକ ଉର୍ଜା ରହିନଥାଏ ଯେବେ ଗୋଲମରିଚକୁ ଆପଣ ଆପଣଙ୍କ ଘରେ ଜଳାଇଥାନ୍ତି। ତ ଏହି ଉପାୟକୁ ଆପଣ ଜରୁର କରନ୍ତୁ ଏବଂ ଆପଣ ନିଜେ ଦେଖିବେ ଆପଣ ଯେତେ ବଡ଼ ଗୁପ୍ତ ଶତ୍ରୁ ବି ଥାନ୍ତୁ, ଆପଣଙ୍କର କିଛି ବି କ୍ଷତି କରିପାରିବେ ନାହିଁ। ଏ ତ ଥିଲା ପ୍ରଥମ ଉପାୟ। ଏବେ ଆସନ୍ତୁ ଦ୍ୱିତୀୟ ଉପାୟଟି ଜାଣିବା। ଆଉ ଏହି ଉପାୟକୁ ବି ଆପଣ ଶୁକ୍ରବାର ଦିନ ଗୋଲମରିଚ ସହ କରିବେ। ଆଉ ଏହି ଉପାୟକୁ ବିଶେଷ କରି ସେହି ବ୍ୟକ୍ତି କରିବେ ଯେଉଁ ବ୍ୟକ୍ତି କହିଥାନ୍ତି କି ଆମ ଘରେ ସବୁବେଳେ ଦୁଃଖ ହିଁ ଦୁଃଖ, ଆମ ପାଖରେ ଟଙ୍କାଟିଏ ବି ରହୁନାହିଁ, ସବୁବେଳେ ଟଙ୍କା ପଇସାକୁ ନେଇ ଚିନ୍ତାରେ ଥାନ୍ତି, ଆପଣଙ୍କ ଟ୍ରେଜରୀ କେବେ ବି ପଇସାରେ ରହିନଥାଏ। ତେବେ ତୁରନ୍ତ ଗୋଲମରିଚର ଏହି ଦ୍ୱିତୀୟ ଉପାୟକୁ ଶୁକ୍ରବାର ଦିନ ଆପଣ ଜରୁର କରନ୍ତୁ। ଏଥିପାଇଁ ଆପଣ 5ଟି ଗୋଲମରିଚକୁ ନେବେ। ଆପଣଙ୍କ ଘରର ଯେଉଁ ସଦସ୍ୟ ପଇସା ପାଇଁ ଚିନ୍ତାରେ ଥାନ୍ତି କିମ୍ବା ଯେଉଁ ସଦସ୍ୟ ଅଧିକ ବେମାରରେ ପଡ଼ିଥାନ୍ତି, ସେହି ବ୍ୟକ୍ତିଙ୍କର ମୁଣ୍ଡ ଉପରେ ଏହି 5ଟି ଗୋଲମରିଚକୁ ଆପଣ ଓଲଟା ବୁଲାଇବେ। ଓଲଟା କିପରି ବୁଲାଇବେ? ଆପଣଙ୍କ ଘରର ଘଣ୍ଟା ଯେଉଁ ଦିଗରେ ବୁଲୁଛି ଠିକ୍ ତାର ବିପରୀତ ଦିଗରେ, ମାନେ ଘଣ୍ଟାକୁ ଓଲଟା ରଖିବେ। ଯେଉଁପରି ଓଲଟା ବୁଲିବା ଆପଣଙ୍କୁ ଦେଖାଯିବ, ଠିକ୍ ସେହିପରି ଓଲଟା ଦିଗରେ ଆପଣ ଏହି 5ଟି ଗୋଲମରିଚକୁ ନେଇ ବ୍ୟକ୍ତିର ମୁଣ୍ଡ ଉପରେ 7 ଥର ବୁଲାଇ ଆଣିବେ। ଏହାପରେ ଆପଣ ଆପଣଙ୍କ ଘରର ପାଖରେ ଥିବା 4 ଛକ ପାଖକୁ ଯିବେ। ସେହି 4 ଛକ ରାସ୍ତାରେ ଠିଆ ହେବେ। 4 ଦିଗରେ ଯେଉଁ 4ଟି ରାସ୍ତା ଥିବ, ଗୋଟିଏ ଗୋଟିଏ ଗୋଲମରିଚକୁ ସେହି 4 ଦିଗ ରାସ୍ତାକୁ ଫୋପାଡ଼ି ଦେବେ ଏବଂ ସବା ଲାଷ୍ଟକୁ ଯେଉଁ ଗୋଲମରିଚଟି ବଳିବ, ଆପଣ ସେହି ଜାଗାରେ ଠିଆ ହୋଇ ଉପରକୁ, ମାନେ ଆକାଶକୁ ଅନାଇବେ। ଉପରକୁ ଆପଣଙ୍କର ମୁଣ୍ଡ ଉପରେ ଫୋପାଡ଼ି ଦେବେ। ବାସ୍ ଏତିକି କରିବେ, ଆପଣଙ୍କ ଘରକୁ ସିଧା ପଳେଇ ଆସିବେ। ଏହା ସହିତ ରାସ୍ତାରେ ଆପଣ କଥାବାର୍ତ୍ତା କରିବେ ନାହିଁ କାହା ସହିତ କିମ୍ବା ପଛକୁ ବି ଅନାଇବେ ନାହିଁ। ତ ଚେଷ୍ଟା କରନ୍ତୁ ଏହି ଉପାୟକୁ ଆପଣ ରାତିରେ କରନ୍ତୁ ଏବଂ ସେହି ସମୟରେ କରନ୍ତୁ ଯେଉଁ ସମୟରେ ଅଧିକ ଲୋକ ଯିବା ଆସିବା କରୁନଥିବେ। ଏହି ଉପାୟ ବିଷୟରେ ଆପଣ କାହାକୁ ବି ଜଣାଇବେ ନାହିଁ, କାହିଁକି ନା ଏହି ଉପାୟ କାହାକୁ ବି ଜଣାଇକି କରିବା ଉଚିତ ନୁହେଁ। ଯଦି ଜଣାଇ ଦେବେ ତେବେ ଏହି ଉପାୟ ଆଉ କିଛି କାମ କରିନଥାଏ। ଆପଣ ଚେଷ୍ଟା କରିବେ ଏହି ଉପାୟକୁ ଚୁପଚାପ କରିବା ପାଇଁ। ଆପଣ ଏହି ଉପାୟକୁ ଆପଣଙ୍କ ଘରର ସଦସ୍ୟକୁ ଜଣାଇ ପାରିବେ, କିନ୍ତୁ ବାହାର ବ୍ୟକ୍ତିଙ୍କୁ ଜଣାଇବେ ନାହିଁ। ଏବେ ଆସନ୍ତୁ ତୃତୀୟ ଉପାୟ ଜାଣିବା। ଆଉ ଏହି ଉପାୟକୁ ବି ଆପଣ ଶୁକ୍ରବାର ଦିନ କରିବେ। ଆଉ ଏହି ଉପାୟକୁ ଭଗବାନ ଶନିଦେବଙ୍କ ସହ ଜଡ଼ିତ। ଶନିଦେବ ହେଉଛନ୍ତି ନ୍ୟାୟର ଦେବତା, କର୍ମଦାତା ଅଟନ୍ତି। ବ୍ୟକ୍ତିର କର୍ମ ହିସାବରେ ଫଳ ଦେବାର କାମ ଶନିଦେବ ହିଁ କରିଥାନ୍ତି। ବ୍ୟକ୍ତିକୁ ସେହି କର୍ମ ହିସାବରେ ଫଳ ଦେଇଥାନ୍ତି। ଭଲ କର୍ମ ବ୍ୟକ୍ତି କରିଥିଲେ ସୁଖ ଭୋଗ କରିଥାଏ। ଯଦି ବି ଭୁଲ ଭାଲ ହୋଇଥାଏ ତ ପୁଣି ଦୁଃଖ ଜୀବନରେ ଆସିଥାଏ, କଷ୍ଟ ଆସିଥାଏ, ଧନର କମି ସବୁବେଳେ ଜୀବନରେ ବନି ରହିଥାଏ। ଯେବେ ଶନିଙ୍କର 7.5 ରହିଥାଏ କିମ୍ବା ଶନିଙ୍କର କୌଣସି ବି ମହାଦଶା ଯଦି କୌଣସି ବ୍ୟକ୍ତିଙ୍କ କୁଣ୍ଡଳୀରେ ଥାଏ, ଦେଖନ୍ତୁ ଆପଣ କିପରି ଜାଣିବେ କି ଆପଣଙ୍କ ଘରେ ଶନି ଦଶା ପଡ଼ିଛି? ଯଦି ଆପଣଙ୍କ ଘରେ ଧନର କମି ରହିଥାଏ, ଆପଣଙ୍କ ଘରେ ସଦସ୍ୟଙ୍କ ଭିତରେ କଳି ଝଗଡ଼ା ଲାଗି ରହିଥାଏ, ସବୁବେଳେ ଘରେ ଆପଣଙ୍କର ସୁଖ ଶାନ୍ତି ରହିନଥାଏ, ସୁଖ ସମୃଦ୍ଧି ଲୋପ ପାଇଥାଏ, ଗୋଟିଏ ଗୋଟିଏ ଟଙ୍କା ପାଇଁ ଆପଣ ଚିନ୍ତାରେ ଥାନ୍ତି, ସଂଘର୍ଷ କରିଥାନ୍ତି, ତେବେ ଜାଣିବେ ଯେ କୌଣସି ନା କୌଣସି ଶନିଙ୍କ ପୀଡ଼ା ଆପଣଙ୍କୁ ଘାଣ୍ଟୁଛି। ଆପଣ ଏଥିପାଇଁ କ'ଣ କରିବେ ନା ଆପଣଙ୍କୁ ଶନିଦେବଙ୍କୁ ପ୍ରସନ୍ନ କରିବାକୁ ପଡ଼ିବ। ତ ଏଥିପାଇଁ କ'ଣ କରିବେ ନା ଶନିଦେବଙ୍କୁ ପ୍ରସନ୍ନ ଗୋଲମରିଚ ଦ୍ୱାରା ହିଁ କରିପାରିବେ। ଏଥିପାଇଁ ଆପଣ ଗୋଟିଏ କଳା ରଙ୍ଗର କପଡ଼ା ନେବେ। ସେହି କପଡ଼ାରେ 11ଟି ଗୋଲମରିଚ ଦାନା ରଖିବେ। ଏହାପରେ ଗୋଟିଏ ଟଙ୍କିକିଆ କଏନ୍ଟେ ବି ରଖି ସେହି କଳା ରଙ୍ଗର କପଡ଼ାକୁ ଗୋଟିଏ ଛୋଟିଆ ପୁଟୁଳିଟିଏ ବନାଇଦେବେ।
ଏହାପରେ ଶନିଦେବ ମନ୍ଦିରକୁ ଯିବେ। ମନ୍ଦିର ବାହାରେ ଯେଉଁ ଲୋକ ବସିଥାନ୍ତି କୌଣସି ଭିକ୍ଷୁକକୁ ସେହି ପୁଟୁଳିକୁ ଦେଇଦେବେ ଏବଂ ଶନିଦେବଙ୍କୁ ଧ୍ୟାନ କରିବେ ଓ ଆପଣ ଘରକୁ ସିଧା ପଳେଇ ଆସିବେ। ମାତ୍ର ଏତିକି କରିବାକୁ ପଡ଼ିବ। ଶୁକ୍ରବାର ଦିନ ଏହିପରି 5ଟି ଶୁକ୍ରବାର କରିବେ। ଏପରି ଚମତ୍କାର ଆପଣଙ୍କ ଜୀବନରେ ହେବ ଯେ ଆପଣ କେବେ ବି ବିଶ୍ୱାସ କରିପାରିବେ ନାହିଁ। ତ ମାତ୍ର ଗୋଟିଏ ଥର ନ୍ୟାୟର ଦେବତା, କର୍ମଫଳର ଦେବତା ଶନିଦେବ ଉପାୟ ବିଶ୍ୱାସ ଭରସା ରଖି ଏହି ଚମତ୍କାରୀ ଉପାୟକୁ କରନ୍ତୁ। ଦେଖିବେ ଚମତ୍କାର ଚମତ୍କାର ହିଁ ଆପଣ ଆପଣଙ୍କ ଜୀବନରେ ଦେଖିବାକୁ ପାଇବେ। 100ରୁ 100% ନୁହେଁ ବରଂ 501% ଆପଣଙ୍କର ଚମତ୍କାର ଦେଖିବେ। କିନ୍ତୁ ପୁରା ଶ୍ରଦ୍ଧା ଓ ବିଶ୍ୱାସର ସହ ଏହି ଉପାୟକୁ କରିବେ। ଆଉ ଦେଖିବେ 2025 ବର୍ଷଟି କେବଳ ଶନିଦେବଙ୍କର ହିଁ ବର୍ଷ ହୋଇଥାଏ। ଆଉ ଶନିଦେବଙ୍କୁ ଏହି ବର୍ଷରେ ଯିଏ ବି ପ୍ରସନ୍ନ କରିଦେବେ ତ ତାଙ୍କ ଭାଗ୍ୟ ଏପରି ଚମକିବ, ଆଗକୁ ଆସୁଥିବା ପିଢ଼ି ବି ସୁଖ ଭୋଗ କରିବେ। ବାସ୍ ଶୁକ୍ରବାର ଦିନ ଆପଣ ଏହି ଉପାୟକୁ ଜରୁର କରନ୍ତୁ। ଜମାରୁ ବି ହାତଛଡ଼ା କରନ୍ତୁନି। ଏହି ମଉକାକୁ ଆପଣ ଆଦୌ ହାତଛଡ଼ା କରନ୍ତୁ ନାହିଁ। ତ ଆଶା କରୁଛି ଆଜିର ଭିଡ଼ିଓଟି ନିହାତି ଭାବରେ ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ କୃପା କରି ଭିଡ଼ିଓଟିକୁ ଗୋଟେ ଲାଇକ୍ କରନ୍ତୁ। ଆମ ଚ୍ୟାନେଲକୁ ଯଦି ଏ ପର୍ଯ୍ୟନ୍ତ ଆପଣମାନେ ସବସ୍କ୍ରାଇବ୍ କରିନାହାନ୍ତି ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ। କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ, ଜୟ ଶ୍ରୀ ହରି ବିଷ୍ଣୁ, ଜୟ ଶନିଦେବ ଅବଶ୍ୟ ଲେଖନ୍ତୁ।